କେମିତି ହେବ କଳିଯୁଗର ଅନ୍ତ? ଦେଖନ୍ତୁ କଳିଯୁଗ ଶେଷ ହେବା ସମୟରେ କ'ଣ ସବୁ ଘଟିବ? ନମସ୍କାର ଫ୍ରେଣ୍ଡସ୍, ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କଳିଯୁଗ ଶେଷ ହେବାର କାହାଣୀ। ବେଦ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛେ ସେହି ଯୁଗର ନାଁ ହେଉଛି କଳିଯୁଗ। ଆହୁରି ମଧ୍ୟ ସେହି ବେଦ ପୁରାଣରେ କୁହାଯାଇଛି ଯେ ଯେବେ ଅଧର୍ମ ବଢ଼ିବ ସେବେ ଏହି ଯୁଗର ଅନ୍ତ ଘଟିବ। ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟପୂର୍ବ ଆଗରୁ ଆରମ୍ଭ ହୋଇଯାଇଛି। ଯଦି ଆମେ ବେଦ ଦେଖିବା, ଏହା ଅନୁସାରେ କଳିଯୁଗ ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି କୁହାଯାଏ। ବେଦ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରୁ ହୋଇଥିଲା ଓ ଏହାର ଅନ୍ତ କଳିଯୁଗରେ ହେବ ବୋଲି କୁହାଯାଇଛି। ଏହି ଯୁଗରେ ନାନା ପ୍ରକାରର କୁକର୍ମ ବଢ଼ିବ। ଚୋରି, ଡକାୟତି, ଲୋଭ, ମୋହ, କାମ, କ୍ରୋଧ ଆଦି କାର୍ଯ୍ୟଗୁଡ଼ିକ ମନୁଷ୍ୟକୁ ଅନ୍ଧ କରିଦେବ। ମଣିଷ ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ। ଯେତେ ସବୁ ଖରାପ ପ୍ରକୃତି ଅଛି ସେହି ସବୁ ଲୋକଙ୍କ ମୁଖ୍ୟ ପ୍ରକୃତି ହୋଇଯିବ। ତେବେ ଆଜି ଆମେ ଆପଣଙ୍କୁ ଏହି ଯୁଗ ଅନ୍ତ ହେବା କିପରି ବା ଏହି ଯୁଗ ଅନ୍ତ ହେବା ସମୟରେ କ'ଣ ସବୁ ଘଟିବ ସେହି ବିଷୟରେ କହିବାକୁ ଯାଉଛୁ। ଏହି କଳିଯୁଗର ଅନ୍ତ ହେବା ସମୟରେ ପରିସ୍ଥିତି ଏଭଳି ହୋଇଯିବ ଯେ ମଣିଷର ଆୟୁ କମିଯିବ। ଏହି କଥା ବିଷ୍ଣୁ ନାରଦଙ୍କୁ କହିଥିଲେ। ସେହି ସମୟ ବେଳକୁ ମଣିଷର ବୟସ ମାତ୍ର 20 ବର୍ଷ ହୋଇଯିବ। ପୁରୁଷ ଓ ମହିଳା କିଛି ନ ମାନି ସବୁବେଳେ ଭୋଗ ବିଳାସରେ ଲିପ୍ତ ରହିବେ। ଲୋକେ ଶାସ୍ତ୍ରରୁ ଦୂରେଇ ରହିବେ। ପାପ ମଣିଷ ମନରେ ବଢ଼ିଯିବ। ସମାଜ ଆହୁରି ହିଂସ୍ର ହୋଇଯିବ। ଏହି ସମୟରେ ଗଙ୍ଗା ମାତା ବୈକୁଣ୍ଠ ଚାଲିଯିବେ। ଭଗବାନ ଏହି ସମୟରେ ଭଗବାନ କଳ୍କି ଅବତାରରେ 3 ଦିନରେ ସମଗ୍ର ବିଶ୍ୱକୁ ଧ୍ୱଂସ କରିଦେବେ। ଏହି ସମୟରେ ମହାପ୍ରଳୟ ଆସିବ। ଏହାପରେ ସତ୍ୟଯୁଗର ଆରମ୍ଭ ହେବ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିନ୍ତ ଭାବରେ